ସାଇକୋଲୋଜି କହିଥାଏ କୌଣସି ବିବାହିତା ମହିଳାର ଏହି 3ଟି କମଜୋରି ଜାଣିଥିଲେ ସେହି ମହିଳା ଚୋଡ଼ି ଖୋଲି ଥରେ ନୁହେଁ ବରଂ 1000 ଥର ଗେହିବାକୁ ଦେବାକୁ ବାଧ୍ୟ ହେବ। ଯଦି ଆପଣ କୌଣସି ସୁନ୍ଦରୀ ବିବାହିତା ମହିଳା ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି, ପ୍ରଥମେ ତାଙ୍କର ଭଲ ସାଙ୍ଗଟିଏ ହେବାକୁ ଚେଷ୍ଟା କରନ୍ତୁ। ଯଦି ଟଙ୍କା, ପ୍ରେମ ଓ ସେକ୍ସ ଏହି 3ଟି ମଧ୍ୟରୁ ଗୋଟିଏ କମିଥାଏ, ତାହେଲେ ଆପଣ ତାହା ପୂରଣ କରି ତାଙ୍କ ହୃଦୟକୁ ଜିତନ୍ତୁ। ଆପଣଙ୍କ କାମ ହୋଇଯିବ। ସାଇକୋଲୋଜି କହିଥାଏ ସେକ୍ସ କରିବା ସମୟରେ ଯଦି ମହିଳା ପୁରୁଷ ପୂର୍ବରୁ ଚରମ ସୁଖ ପ୍ରାପ୍ତ କରିନିଅନ୍ତି, ତେବେ ସେ ନିଜ ପୁରୁଷ ସାଥୀକୁ ଆଶାଭରା ନଜରରେ ଦେଖିଥାନ୍ତି ଓ ନିଜ ପିଲାଙ୍କ ଭଳି ଛାତିରେ ଲଗାଇ ରଖିବାକୁ ଚାହିଁଥାନ୍ତି। ସାଇକୋଲୋଜି କହିଥାଏ ଯେତେବେଳେ ଆପଣଙ୍କୁ କାହା ସହିତ ପ୍ରେମ ହୋଇଥାଏ, ତେବେ ଆପଣଙ୍କ ସ୍ୱଭାବ, ଆପଣଙ୍କ ବ୍ୟବହାର ଆପେ ଆପେ ଭଲ ହେବାକୁ ଲାଗେ ଓ ଆପଣ ଧୀରେ ଧୀରେ ସକାରାତ୍ମକ ହେବାକୁ ଲାଗନ୍ତି। ସାଇକୋଲୋଜି କହିଥାଏ ସକାଳୁ ଉଠିବା ପରେ ଓ ରାତିରେ ଶୋଇବା ପୂର୍ବରୁ ଆପଣ ଯେଉଁ ବ୍ୟକ୍ତି, ଯେଉଁ କାମ ବା ଯେଉଁ ସ୍ୱପ୍ନ ବିଷୟରେ ଭାବିଥାନ୍ତି, ଆପଣ ସେହି ଜିନିଷକୁ ସଚ୍ଚା ହୃଦୟରୁ ଭଲ ପାଇଥାନ୍ତି। ସାଇକୋଲୋଜି କହିଥାଏ ଅତି ସେକ୍ସ କରିସାରିଥିବା ସ୍ତ୍ରୀର ପରିଚୟ ଯେବେ ସେ ବସିଥାଏ, କାରଣ ଯେତେବେଳେ ସେମାନେ ବସିଥାନ୍ତି ତାଙ୍କର ଗୋଟେ ଅଲଗା ପ୍ରକାରର କାମୁକ ଢଙ୍ଗରେ ବସିଥାନ୍ତି ଓ ଗୋଡ଼ରୁ ଶାଢ଼ୀକୁ ଜଙ୍ଘ ଉପରକୁ ନେଇ ଆସି ବସିଥାନ୍ତି। ତ ଏହି ସବୁ ଢଙ୍ଗରୁ ଜଣାପଡ଼ିଥାଏ ସ୍ତ୍ରୀର ପରିଚୟ। ସାଇକୋଲୋଜି କହିଥାଏ ଯଦି ଆପଣ ନିଜ ସଚ୍ଚା ମିତ୍ର ସହିତ ବିବାହ କରୁଛନ୍ତି, ତେବେ ଆପଣଙ୍କ ଭିତରେ ଛାଡ଼ପତ୍ର ହେବାର ସମ୍ଭାବନା 80% ପର୍ଯ୍ୟନ୍ତ କମ୍ ହୋଇ ଯାଇଥାଏ। ସାଇକୋଲୋଜି କହିଥାଏ ଜୀବନରେ ଯଦି ସବୁ ବାଜି ଜିତିବାକୁ ଚାହୁଁଛନ୍ତି, ତେବେ ବଳଠାରୁ ଅଧିକ ବୁଦ୍ଧି ପ୍ରୟୋଗ କରନ୍ତୁ, କାରଣ ବଳ ଆପଣଙ୍କୁ ଲଢ଼ିବାକୁ ଶିଖାଇଥାଏ ଆଉ ବୁଦ୍ଧି ଜିତିବା। ସାଇକୋଲୋଜି କହିଥାଏ ସେହି ବ୍ୟକ୍ତିଠାରୁ ସାବଧାନ ରୁହନ୍ତୁ ଯିଏ କିଛି କହିନଥାଏ ଓ ସେହି କୁକୁରଠାରୁ ସାବଧାନ ରୁହନ୍ତୁ ଯିଏ ଜମାରୁ ଭୋକି ନଥାଏ।